ଜାନୁଆରୀ 2 କଂଗ୍ରେସ ଆନ୍ଦୋଳନ ଡାକରା ଦବ। ଏ ଆଦାନୀ କି ଯୋଉ ଭଳିଆ ପଇସା ନେଇ ସବୁ ବିକ୍ରି କରିଦେଇ ବସୁଛନ୍ତି। ବିଜୁ ପଟ୍ଟନାୟକ ଏରୋଡ୍ରମଟା ବିକ୍ରି କରିବେ ବସିଥିଲା ହୋ କଲା ପରେ କାଏ ଗୋପାଳପୁରକୁ ଦେଇଦେଲ, ବନ୍ଧମାର୍ଜନ ଚାରିପାଖ ଦେଇଦେଲଣି। ତାମାନେ କିଛି ରଖିବନି ମହଲବାଜି। ତମେ କିଛି ଜାଣିନ, ତମକୁ ବସେଇଛନ୍ତି ତମକୁ ବଦନାମ କରିବା ପାଇଁ, ତମଠି କଳଙ୍କିତ ଲଗେଇବା ପାଇଁ। ତମେ କଳଙ୍କ ହେଇଗଲଣି ଅଲରେଡି। ସବୁ ଦେଇଦବ ଗୁଜୁରାଟକୁ, ଆଦାନୀ କି। ଆମେ ଜଳକା ଭଳିଆ ରହିବୁ। ସାରା ଓଡ଼ିଶାରେ କଂଗ୍ରେସ ଏବଂ ଜନସାଧାରଣ ଓଡ଼ିଶାର ପ୍ରପର୍ଟି ସମ୍ପତ୍ତି କି ତମେ ବିକ୍ରି କରିବ ଶାଗ ମୁଗ ରେଟ୍ରେ। ଆଉ ବରଦାସ୍ତ କରିବା ପରିସ୍ଥିତିରେ ଆମେ ନାହୁଁ। ଜାନୁଆରୀ ମାସରୁ ଘେରାଉ ଆରମ୍ଭ ହବ। ତମେ ଆଦାନୀ କ'ଣ ପାଇଁ ଏତେ ପ୍ରେମ କରି କେତେ ପଇସା ନେଇଛ, ତାଠୁ ବନ୍ଧମାର୍ଜନ ଦେବା ପାଇଁ ବସିଲଣି। ଗୋପାଳପୁରକୁ ଦେଇଦେଲ। ବିଜୁ ପଟ୍ଟନାୟକ ବଞ୍ଚାର ଦେବ ବୋଲି ବସିଛ। ଜାଟ ଆନ୍ଦୋଳନ କରାଯିବ। ମାଇନିଂ ସମ୍ପତ୍ତି ଗୁଡ଼ାକ ମୂଲ୍ୟବାନ ସମ୍ପତ୍ତି ଶାଗ ମୁଗ ରେଟ୍ରେ ଦେଇ ପଇସା ତମେ ଖାଇବ। ଆମେ ଆଉ ବରଦାସ୍ତ କରିବା ପରିସ୍ଥିତି। ଆଏ ଯୋଉତକ ଏଠି ବେପାର କରୁଥିଲେ ପୁରା ବ୍ଲାକ୍ ଲିଷ୍ଟେଡ୍। ଏଠି ଫେରାର ହେଇକି ସେ ଯାଇ ସେଠି ସରେଣ୍ଡର କରି ସିଙ୍ଗାପୁରରେ ଅଛନ୍ତି। ଓ ଇଣ୍ଡିଆର ୱାରେଣ୍ଟ ତାଙ୍କ ନାଁରେ ମିଳୁଛି। ସେଇ ଲୋକକୁ ଦେଖା କରିଛନ୍ତି। ତମେ ନୂଆ ଲୋକ ଦେଖା କରିପାରିଲନି? ଗରିବ ଲୋକ ପଇସାରେ ଯାଇଥିଲେ ସିଙ୍ଗାପୁର। କେତେ ଅଫିସରକୁ ନେଇକି ଯାଇଥିଲେ ଚିଫ୍ ସେକ୍ରେଟାରୀ ସହ। ଏ ଗରିବ ଲୋକ ପଇସା ପତ୍ରକାରଠୁ ଆରମ୍ଭ କରି ଇଞ୍ଜିନିୟରଠୁ ଆଇଏଏସ୍ ଓଏସ୍ ଗୁଡ଼ାଏ ଲୋକ ନେଇକି ଯାଇଥିଲେ। ଗରିବ ଜନସାଧାରଣ ପଇସା। ଏ ତାଙ୍କ ପଇସା ନୁହଁ, ମୋହନ ମାଝୀ ପଇସା ନୁହଁ। ତମେ ଯାଇ କ୍ରିମିନାଲ ସହିତ ଆଲୋଚନା କରୁଛ ସିଙ୍ଗାପୁରରେ। ତମର ସ୍ଥାନ ନାହିଁ କୋଉଠି। ତେଣୁ ୟାର ଜବାବ ଦବ। ଆମେ ଅପେକ୍ଷା କର। ଜାନୁଆରୀରୁ ଷ୍ଟାର୍ଟ ହବ ଘେରାଉ। ସେ ପୁଞ୍ଜି ଆସିବ କି ଯିବ ଦେଖିବା। ତ କ୍ରିମିନାଲ ଗୁଡ଼ା ସହିତ କଥାବାର୍ତ୍ତା କରି ଆସିଛନ୍ତି। ଯାହାଙ୍କ ନାଁରେ ୱାରେଣ୍ଟ ଇଣ୍ଡିଆ କରିଛି ସେ ସେଇଠି ସରେଣ୍ଡର କରି ରହିଛନ୍ତି। କି ଚେଷ୍ଟା କରିବେ ସେ? ଆମେ ଭାବିଥିଲୁ ନୂଆ ଲୋକଙ୍କୁ ମୋଟିଭେଟ୍ କରିବେ, ଲିଡରସିପ୍ ଆଣିବେ। ଆଉ ଦେଖିଲା ବେଳକୁ କ୍ରିମିନାଲ ଗୁଡ଼ା ଯୋଉଗୁଡ଼ା ଇଣ୍ଡିଆରେ ଗରିବ ଲୋକ ପଇସା ଖାଇଦେଇ ଯାଇଛନ୍ତି, ଲେବର ପଇସା ଖାଇଛନ୍ତି, ମାଇନିଂ ପଇସା ଖାଇଛନ୍ତି, ବ୍ଲାକ୍ ଲିଷ୍ଟେଡ୍, ସେହି ଲୋକଙ୍କୁ ଦେଖା କରିଛନ୍ତି। ଓଡ଼ା ଅଲ୍ଲାହ ଯୁଗ କଥା। ଲଜ୍ଜା, ମୋର ଲଜ୍ଜା।